ଆମ ପରିବାରର ଏଇ ଯୋଉ ପଦକ୍ଷେପ ନିହାତି ମାନେ କଷ୍ଟକର ଯଦିଓ ନୁହଁ, ଏ ବୟସରେ ସମସ୍ତେ ଏକାଠି ହବା, ସହଯୋଗ କରିବା, ଏଇଟା ଆମ ପାଇଁ ବହୁତ ବଡ କଥା। ଆମେ ଅନୁରୋଧ କରିଥିଲୁ ସମସ୍ତଙ୍କୁ ସହଯୋଗ କରିବା ପାଇଁ, ଶୁଭେଚ୍ଛା ଜଣାଇବା ପାଇଁ। ସମସ୍ତେ ଦେଉଛନ୍ତି। ଆମ ପାଖରେ ଯେତିକି ଅଛନ୍ତି ତା ଛଡା ବାହାରେ ବହୁତ ଅଛନ୍ତି ଆମର ସହଯୋଗୀ ମାନେ, ଆମର ସଦସ୍ୟ ମାନେ, ସେମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଆପଣଙ୍କୁ ଖୁବ ଧନ୍ୟବାଦ। ଆପଣ ଆମକୁ ଏମିତି ସାହାଯ୍ୟ କରିକରି ଆସନ୍ତୁ। ମୁଁ ଜ୍ୟୋତି ପଟ୍ଟନାୟକ, ଆଡମିନ୍ ଆମ କଥା ପରିବାର। ଆମ କଥା ପରିବାର ତରଫରୁ ଏ ବର୍ଷ ମଧ୍ୟ ଖଣ୍ଡ ତରଭୁଜ ବଣ୍ଟନ କାର୍ଯ୍ୟକ୍ରମ କରାହଉଛି। ଗତ ବର୍ଷ ମଧ୍ୟ କରାଯାଇଥିଲା ଏବଂ ଆଗକୁ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରି ରହିବ। ଏହି କାର୍ଯ୍ୟକ୍ରମ କରିବାରେ ଆମକୁ ଏକ ଅଲୌକିକ ଆନନ୍ଦ ଅନୁଭବ ହଉଛି, ଯୋଉଟା କି ଆମେ ତାକୁ ବର୍ଣ୍ଣନା କରି ଅସମ୍ଭବ। ମୁଁ ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱର ଅବସରପ୍ରାପ୍ତ ଡେପୁଟି ଡାଇରେକ୍ଟର ଇଞ୍ଜିନିୟରିଂ ପ୍ରକାଶ କୁମାର ମହାପାତ୍ର, ଆମ କଥା ପରିବାର ଜଣେ ସଦସ୍ୟ। ଆମ କଥା ପରିବାରର ଏ ଯୋଉ ପ୍ରଚେଷ୍ଟା ପ୍ରତିବର୍ଷ ହଉଛି, ଏହା ଏକ ବହୁତ ବଡ ସେବା, ଯାହା କୁହନ୍ତି ମାନବ ସେବା ହିଁ ମାଧବ ସେବା। ପ୍ରତିବର୍ଷ ଆମେ ଏଇ ଖରା ଦିନରେ ତରଭୁଜ ବଣ୍ଟନ କରି ପଥଚାରୀ ମାନଙ୍କର ଯୋଉ ଶୋଷ ରହେ ଖରା ବେଳେ, ତାକୁ ମେଣ୍ଟାଇବା ପାଇଁ ଚେଷ୍ଟା କରୁଛୁ। ଆମର ସମସ୍ତ କର୍ମକର୍ତ୍ତା ଏଥିରେ ସହଯୋଗ କରନ୍ତି ଏବଂ ଏହା ଏକ ବହୁତ ବଡ ପ୍ରଚେଷ୍ଟା ସଂସ୍ଥା ଆମ କଥା। ମୋ ନାଁ ରାଜଗୋପାଳ ସିଂ। ମୁଁ ଦୂରଦର୍ଶନ ରୁ 2021ରେ ଅବସର ନେଇଥିଲି, କିନ୍ତୁ ତାପରେ ଆମେ ଏଇ ଆମ କଥା ଗ୍ରୁପକୁ କରିଛୁ ଦୂରଦର୍ଶନ ଏବଂ ଆକାଶବାଣୀର ସମସ୍ତ କର୍ମଚାରୀଙ୍କୁ ନେଇକି। ଏବଂ ଗତ ବର୍ଷ ଆମେ ଏଇ ତରଭୁଜ କାର୍ଯ୍ୟକ୍ରମ କରିଥିଲୁ। ଏହା ମଧ୍ୟ ଭୁବନେଶ୍ୱରରେ ହେଇଥିଲା ଗତ ବର୍ଷ, ଆଉ ଏଇ ବର୍ଷ ମଧ୍ୟ ଭୁବନେଶ୍ୱରରେ କରାଯିବ। ଆଉ ଏହା ଏକ ସ୍ୱାଗତ ଯୋଗ୍ୟ କାର୍ଯ୍ୟକ୍ରମ। ଯିଏ ଦେଖୁଛି ସମସ୍ତେ କହୁଛନ୍ତି ଯାହା ହଉ ବହୁତ ଭଲ କାର୍ଯ୍ୟକ୍ରମଟେ ହଉଛି। ମୁଁ ଦୁଷ୍ମନ୍ତ କୁମାର ବଳ, ଆକାଶବାଣୀ ଅବସରପ୍ରାପ୍ତ କର୍ମଚାରୀ ମଞ୍ଚର ଜଣେ ସକ୍ରିୟ ସଦସ୍ୟ। ଆଜି ଜ୍ୟୋତି ବାବୁ ମତେ ଖବର ପଠେଇଲେ ଏବଂ ଶ୍ରଦ୍ଧାରେ ଡାକିଲେ ଯେ ଆସ ଆଜି ତରଭୁଜ ବଣ୍ଟନର କାର୍ଯ୍ୟକ୍ରମରେ ତମେ ଭାଗ ନେବ। ତେଣୁ ଯାହା ହଉ ମୁଁ ଆଜି ଆସିକି ପହଞ୍ଚିଲି। ଏଠି ଆସିକି ପହଞ୍ଚି ଦେଖିଲି ଆମ କଥା ପରିବାରର ସଦସ୍ୟମାନେ ଯୋଉ ଆୟୋଜନ କରିଛନ୍ତି, ଏକ ମଧୁର ଆୟୋଜନ କରିଛନ୍ତି। ଖରାଦିନେ ପ୍ରକୃତରେ ତରଭୁଜ ବଣ୍ଟନ କରିବାର ଯୋଉ ଆୟୋଜନ, ମଧୁର ଆୟୋଜନ। ଇଏ ଖାଲି ତରଭୁଜ ବଣ୍ଟନ କରାଯାଉନି, ଆକାଶବାଣୀ ଦୂରଦର୍ଶନ ଅବସରପ୍ରାପ୍ତ କର୍ମଚାରୀ ସଦସ୍ୟ ଓ ଆମ କଥା ପରିବାର ସଦସ୍ୟ ମାନଙ୍କର ଦି ଜଣଙ୍କର ମଧୁର ମିଳନ। ତେଣୁ ଆଜି ମୁଁ ଆଜି ବଡ ସୌଭାଗ୍ୟ, ମୁଁ ଏଠି ଆସିକି ବିପଦ ତାଙ୍କ ବିଷୟରେ କହିପାରିଛି, ମୋ ବିଷୟରେ କହିପାରିଛି। ତେଣୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆଉ ଏ କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ପରି ଚାଲୁ। ଆଉ ଆମର ଆସନ୍ତା ଜୁନ ମାସ 7 ତାରିଖ ଦିନ ଆମେ 16 ଜଣ ବୟୋଜ୍ୟେଷ୍ଠ ସଦସ୍ୟ ମାନଙ୍କୁ ସମ୍ମାନିତ କରିବୁ। 11 ଜଣଙ୍କୁ ମରଣୋତ୍ତର ସମ୍ମାନିତ କରିବୁ। ସେଥିରେ ଆମ କଥା ପରିବାର ସଦସ୍ୟ ମାନଙ୍କୁ ମୁଁ ଅନୁରୋଧ କରୁଛି ସେମାନେ ଏ କାର୍ଯ୍ୟକ୍ରମରେ ଭାଗ ନିଅନ୍ତୁ। ଆମେ ଆମ କଥାକୁ ମଧ୍ୟ ୟାର ସବୁ କିଛି ପଠେଇବୁ, ଲେଖାଲେଖି କରିକି କେବେ ହବ କଣ କରିବ ଏହାର ଡିଟେଲ୍ସ ଆମେ ପଠେଇଦବୁ। ଏବଂ ଜ୍ୟୋତି ବାବୁଙ୍କ ସହ ମୁଁ ସମ୍ପର୍କ ରକ୍ଷା କରୁଛି। ଆପଣ ମାନେ ଆକାଶବାଣୀ ଦୂର ଆମ କଥା ପରିବାରର ସମସ୍ତ ସଦସ୍ୟଙ୍କୁ ମୋର ଅନୁରୋଧ, ସେମାନେ ନିଶ୍ଚୟ ଏଥିରେ ଯୋଗ ଦେବେ।